ଯୋଗାଯୋଗମୂଳକ ମାତୃଭାଷା ଓଡ଼ିଆ AICC MIL କମ୍ୟୁନିକେସନ୍ ଓଡ଼ିଆ। ତ ଏଇଟା 3 ନମ୍ବର କ୍ଲାସ୍ ସ୍ୱାଗତ ପିଲାମାନେ। ତ ଆମେ ଯେତିକି ପଢ଼ିଥିଲେ ତାର ଯିବା। ଆଜି ଆମେ ପଢ଼ିବା ଯେଉଁ ଯୋଗାଯୋଗର ତାର ସଂଜ୍ଞା। ତ ଯୋଗାଯୋଗ ଏକ ପ୍ରାଚୀନ ପ୍ରକ୍ରିୟା। ଯୋଗାଯୋଗ ଏକ ଆଧୁନିକ ପ୍ରକ୍ରିୟା ନା କ'ଣ ନା ଯୋଗାଯୋଗ ଏକ ପ୍ରାଚୀନ ପ୍ରକ୍ରିୟା। ବହୁତ ଦିନରୁ ଆସିଅଛି ଯୋଗାଯୋଗ। ତ ଯୋଗାଯୋଗଟା ବହୁତ ପୁରୁଣା ପ୍ରକ୍ରିୟା କିନ୍ତୁ ତାର ପ୍ରୋସେସଟା ଅଲଗା। ଆଗକାଳରେ କେମିତି କହୁଥିଲା ଠାରାଠାରେ କଥାବାର୍ତ୍ତା କହୁଥିଲେ, ତାପରେ ଯେଉଁ ସେଇ ପାରା ଦ୍ୱାରା କେମିତି କଥାବାର୍ତ୍ତା ହେଉଥିଲେ, ଯେମିତିକି ଚିଠି କହିଥିଲି ଫାର୍ଷ୍ଟ କ୍ଲାସ୍ରେ ଚିଠି କେମିତି ଆଦାନ ପ୍ରଦାନ କରୁଥିଲେ। ତ ସେମିତି ଯୋଗାଯୋଗ ଏକ ପ୍ରାଚୀନ ପ୍ରକ୍ରିୟା ହେଲେ ମଧ୍ୟ ବହୁତ ପୁରୁଣା ପ୍ରକ୍ରିୟା ହେଲେ ମଧ୍ୟ ଏହାର ଏକ ନିର୍ଦ୍ଦିଷ୍ଟ ସଂଜ୍ଞା ନିରୂପଣ କରିନାହିଁ। ତାର ଯେଉଁ ନିର୍ଦ୍ଦିଷ୍ଟ ସଂଜ୍ଞା ତାହା ନିରୂପଣ କରାଯାଇ ନାହିଁ। ପୁନଶ୍ଚ ଯୁଗର ପରିବର୍ତ୍ତନ ସଙ୍ଗେ ସଙ୍ଗେ ଯୋଗାଯୋଗର ପ୍ରକ୍ରିୟା ମଧ୍ୟ ପରିବର୍ତ୍ତନଶୀଳ। ଯେମିତିକି ଯେତେବେଳେ ଯୁଗ ପରିବର୍ତ୍ତନ ହେଲା, ଆଦିମ ଯୁଗ, ତାପରେ ଆଧୁନିକ ଯୁଗ, ବହୁତ ଯୁଗ ଥିଲା। ତ ସେଇ ଯୁଗର ଯେତେବେଳେ ପରିବର୍ତ୍ତନ ହେଲା ତ ସଙ୍ଗେ ସଙ୍ଗେ ଯୋଗାଯୋଗର ପ୍ରକ୍ରିୟା ମଧ୍ୟ ପରିବର୍ତ୍ତନ ହେଲା। ଯେମିତିକି ଆଗରୁ କେମିତି ଚିଠି ଦ୍ୱାରା, ତାପରେ ଏଇ ଠାରା ଦ୍ୱାରା କଥାବାର୍ତ୍ତା କରୁଥିଲେ, ଏଇନା କେମିତି କଥାବାର୍ତ୍ତା କରୁଥିଲେ ଫୋନ୍ ଦ୍ୱାରା, ଲ୍ୟାପଟପ୍ ଦ୍ୱାରା। ସେମିତି ହିଁ ଯୋଗାଯୋଗ କରିବାର ପ୍ରକ୍ରିୟା ବହୁତ ପୁରୁଣା ପ୍ରକ୍ରିୟା ହେଲେ ବି ଅଲଗା ଅଲଗା ପ୍ରକ୍ରିୟା। ସେତେବେଳେ ଠାରା ରହୁଥିଲେ ନା ଫୋନ୍ ଲ୍ୟାପଟପ୍ ଇତ୍ୟାଦି ଦ୍ୱାରା ଯୋଗାଯୋଗ ହେଉଛି। ତାପରେ ତେଣୁ ବହୁ ଭାଷାବିତ୍ ସମାଜ ତତ୍ତ୍ୱବିତ୍ ମାନେ ଭାଷାବିତ୍ ସମାଜ ତତ୍ତ୍ୱବିତ୍, ତାପରେ ଦାର୍ଶନିକ ମାନେ ଯୋଗାଯୋଗର ସଂଜ୍ଞା ନିରୂପଣ କରି କୁହନ୍ତି। ଅଲଗା ଅଲଗା ସମସ୍ତେ ମତ ଦେଇଛନ୍ତି। ସମସ୍ତଙ୍କର ମତ ଭିନ୍ନ ଭିନ୍ନ, କାହାର ବି ମତ ମିଶେ ନାହିଁ। ତ ଗ୍ରୀକ୍ ଦାର୍ଶନିକ ଆରିଷ୍ଟଟଲ ସିଏ କି ମତ ଦେଇଛନ୍ତି ଦେଖିବା। ରେଟୋରିକ୍ ଗ୍ରନ୍ଥ, ତାଙ୍କର ରେଟୋରିକ୍ ଗ୍ରନ୍ଥ ଅଛି। ସେଇ ରେଟୋରିକ୍ ଗ୍ରନ୍ଥରେ ଯୋଗାଯୋଗକୁ ବକ୍ତା ଶ୍ରୋତା ଆଶ୍ରିତ ଲୋକ ସମ୍ପର୍କ ଭାବରେ ଅଭିହିତ କରିଛନ୍ତି। ଗ୍ରୀକ୍ ଦାର୍ଶନିକ ଆରିଷ୍ଟଟଲଙ୍କର ମତରେ ଯୋଗାଯୋଗକୁ ବକ୍ତା ଯିଏ କହୁଥିବ, ବକ୍ତବ୍ୟ ଯିଏ ଯାହା କହୁଛି, ବକ୍ତବ୍ୟ ଶ୍ରୋତା ଯିଏ ଶୁଣୁଛି, ଆଶ୍ରିତ ଲୋକ ସମ୍ପର୍କରେ ଭାବରେ ଅଭିହିତ କରିଛନ୍ତି। ବକ୍ତା ଶ୍ରୋତା ଉଦ୍ଦେଶ୍ୟରେ କଳାତ୍ମକ ରୀତି ଓ ମନୋରମ ବାଗ୍ମିତାରେ କିଛି କହିବାର ମାଧ୍ୟମ ହୁଏ ଯୋଗାଯୋଗ। ତାପରେ କିଏ ମତ ଦେଇଛନ୍ତି ଦେଖିବା। ଏଚ୍.ଡି. ଲୋସୁଏଲଙ୍କ ମତରେ ଜଣେ କୌଣସି ଉଦ୍ଦେଶ୍ୟ ନେଇ ଅନ୍ୟ ଜଣକୁ କିଛି କହିବାର ମାଧ୍ୟମ ହିଁ ଯୋଗାଯୋଗ। ଜଣେ କିଛି ଉଦ୍ଦେଶ୍ୟ ନେଇକି ଅନ୍ୟ ଜଣ କିଛି କହିବା ହିଁ ତାହା ଯୋଗାଯୋଗ। ହଟମ୍ୟାନଙ୍କ ମତରେ ବାର୍ତ୍ତା ଉତ୍ସରୁ ଗ୍ରହଣକାରୀ ନିକଟକୁ ପହଞ୍ଚିବାର ମାଧ୍ୟମ ହେଉଛି ଯୋଗାଯୋଗ। କାହାଙ୍କ ମତରେ ନା ହଟମ୍ୟାନଙ୍କ ମତରେ ବାର୍ତ୍ତା ଉତ୍ସରୁ ଗ୍ରହଣକାରୀ ନିକଟକୁ ପହଞ୍ଚିବାର ମାଧ୍ୟମ ହେଉଛି କ'ଣ ଯୋଗାଯୋଗ। ଛାଡ଼ିଦେବା। ତାପରେ ଦେଖିବା ପିଟର ଲିଟିଲଙ୍କର ମତରେ ଯୋଗାଯୋଗକୁ ପାରସ୍ପରିକ ବୁଝାମଣାରେ ସମ୍ଭବ ହେଉଥିବା ବ୍ୟକ୍ତି ଓ ଗୋଷ୍ଠୀ ମଧ୍ୟରେ ତଥ୍ୟ ବିନିମୟର ମାଧ୍ୟମ ବୋଲି କହିଛନ୍ତି। ତାପରେ କେଥ୍ ଡେଭିସ୍ଙ୍କ ମତରେ ଯୋଗାଯୋଗ ହେଉଛି ବ୍ୟକ୍ତି ଗୋଟେ ବ୍ୟକ୍ତି ଆଉ ଗୋଟେ ବ୍ୟକ୍ତି ମଧ୍ୟରେ ତଥ୍ୟ ଓ ବୁଝାମଣାର ଭାବକୁ କୁହାଯାଏ ଯୋଗାଯୋଗ। ଡକ୍ଟର ସନ୍ତୋଷ କୁମାର ଗୋଟେ ଓଡ଼ିଆ ମଧ୍ୟ ମତ ଦେଇଛନ୍ତି, ଯିଏକି ଡକ୍ଟର ସନ୍ତୋଷ କୁମାର ତ୍ରିପାଠୀ। ତାଙ୍କ ମତରେ ଯୋଗାଯୋଗ ହେଉଛି ସମଗୋତ୍ରୀ ଭାବନା, ବିଷମ ଭାବନା, ବିରୋଧୀ ଭାବନା, ଭେଦମୂଳକ ଭାବନା, ଅନୁରୂପ ଭାବନା ଓ ସମଧର୍ମୀ ଭାବନାର ଏକ ସଂଯୋଜିତ ଧାରା। ମୌଳିକ ଭାବନା, ଅନୁରୂପ ଭାବନା ଓ ସମଧର୍ମୀ ଭାବନାର ଏକ ସଂଯୋଜିତ ଧାରା, ଯାହାଦ୍ୱାରା ଗୋଟେ ମଣିଷ ଜାତି ଗୋଟେ ଆଉ ଗୋଟେ ଜାତି, ତାପରେ ସଂସ୍କୃତି ସହିତ ଓ ସଭ୍ୟତା ଆଉ ଗୋଟେ ସଭ୍ୟତା ଭିତରେ ସମ୍ବନ୍ଧ ସୃଷ୍ଟି କରିଥାଏ। ତାପରେ ଡକ୍ଟର ନିର୍ମଳ ଚନ୍ଦ୍ର ସାହୁ ସେ ବି ଓଡ଼ିଆ। ତ ସିଏ ଗୋଟେ ଦେଇଛନ୍ତି ମତ ଯେ ଯୋଗାଯୋଗ ପାରସ୍ପରିକ ଭାବ ବିନିମୟ, ପରସ୍ପର ମଧ୍ୟରେ ଭାବ ଯେଉଁ ବିନିମୟ, ଯାହାଦ୍ୱାରା ଉଭୟ ପକ୍ଷର କାର୍ଯ୍ୟ ଲକ୍ଷ୍ୟ ପୂରଣ ହୋଇଥାଏ ନା ନାହିଁ। ସେ ଗୋଟେ ଧର ତମ ପାଖରେ ଗୋଟେ ଲକ୍ଷ୍ୟ ନେଇ ତାକୁ କହିବ ଯେ ଏ ପେନ୍ଟା ମୋତେ ଦେ, ତ ସେଇଟା ଭଏସ୍ ତାକୁ ଭାଷାରେ କହିବା ଦ୍ୱାରା ସେ ଦେବ। ସମାଜ ତତ୍ତ୍ୱବିତ୍ ଜର୍ଜ ଗାର୍ବନ୍ କହନ୍ତି ସମୂହ ଭବତି ନିମନ୍ତେ ଜରୁରୀ ବାର୍ତ୍ତା ହେଉଛି ଗଣ ସଂଯୋଗ ଯୋଗ୍ୟ ବାର୍ତ୍ତା। ଏ ପ୍ରକାରର ବାର୍ତ୍ତାକୁ ଯଥାର୍ଥ ଭାବରେ ଯଥାଶୀଘ୍ର ଜନସମୂହଙ୍କ ନିକଟରେ ଯାହା ସାହାଯ୍ୟରେ ପହଞ୍ଚାଇ ଦିଆଯାଏ। ଯୋଗାଯୋଗ ଦ୍ୱାରା ଏକ ସମଷ୍ଟିଗତ ନିରପେକ୍ଷ ମୂଲ୍ୟବୋଧ ଓ ଦୃଷ୍ଟିଭଙ୍ଗୀ ତିଆରି ହୋଇଥାଏ। ମତବାଦୀ ହଟଲେଙ୍କ ମତରେ ଯୋଗାଯୋଗ ସୂଚନା ପ୍ରେରଣା ଓ ଗ୍ରହଣର ଏକ ପ୍ରଣାଳୀ ବୋଲି କହିଛନ୍ତି। ଷ୍ଟିଭେନ୍
ଷ୍ଟିଭେନ୍ କି କହିଛନ୍ତି ଷ୍ଟିଭେନ୍ ଯୋଗାଯୋଗ ସଂଜ୍ଞା ନିର୍ମାଣ ମତ ଦେଇଛନ୍ତି କମ୍ୟୁନିକେସନ୍ ଇଜ୍ ଦ ଭେରିଏବୁଲ୍ ଇଣ୍ଟରଚେଞ୍ଜ ଅଫ୍ ଥଟ୍ ଅଫ୍ ଆଇଡ଼ିଆ। ଏହିପରି ଭାବନା ଯୋଗାଯୋଗର ସଂଜ୍ଞା ସମ୍ପର୍କରେ ବିଭିନ୍ନ ମତବାଦୀ ଭିନ୍ନ ଭିନ୍ନ ସଂଜ୍ଞା ପ୍ରଦାନ କରିଥିଲେ ମଧ୍ୟ ଯୋଗାଯୋଗର ପ୍ରକ୍ରିୟାଟି ସମ୍ପର୍କରେ ଆହୁରି ଗବେଷଣା ସାପେକ୍ଷ। ଯୋଗାଯୋଗ ବିଜ୍ଞାନର ଅଗ୍ରଗତି ସଙ୍ଗେ ଗତିଶୀଳ। ଆମର ବିଜ୍ଞାନ ସାଇନ୍ସ ଯେତେ ଡେଭଲପମେଣ୍ଟ ହେଉଛି ତ ସେତେ ଯୋଗାଯୋଗ ପ୍ରକ୍ରିୟା ବି ଚେଞ୍ଜ ହେଇଯାଉଛି। ଯୋଗାଯୋଗ ପ୍ରକ୍ରିୟା ବି ଚେଞ୍ଜ ହେଇଯାଉଛି। ତ ଯୋଗାଯୋଗ ବିଜ୍ଞାନ ଅଗ୍ରଗତି ସମୟ ଯେତେ ବି ଆମର ଯେଉଁ ଟେକ୍ନୋଲୋଜି ଡେଭଲପମେଣ୍ଟ ହେଉଛି ଯୋଗାଯୋଗ ପ୍ରକ୍ରିୟା ବି ସେତେ ଡେଭଲପ ହେଇଯାଉଛି। ତେଣୁ ନିର୍ଦ୍ଦିଷ୍ଟ ସଂଖ୍ୟା ନିରୂପଣ କରିବା କଷ୍ଟସାଧ୍ୟ ହେବେ, ବହୁତ ହି କଷ୍ଟ। ନିର୍ଦ୍ଦିଷ୍ଟ ସଂଖ୍ୟା ତାର କୌଣସି ନାହିଁ। ତ ବିଭିନ୍ନ ଯେତେବେଳେ ଦାର୍ଶନିକ ଅଛନ୍ତି ସେମାନେ ମଧ୍ୟ ଭିନ୍ନ ଭିନ୍ନ ମତଦାନ ଦେଇଛନ୍ତି, ତାଙ୍କର ମତଦାନ ବି ମିଶି ନାହିଁ। ଠିକ୍ ଅଛି, ତାଙ୍କ ମତଦାନ ବି ମିଶି ନାହିଁ। ତ ସେଇପାଇଁ ସେମାନେ ବହୁତ କଷ୍ଟସାଧ୍ୟ ତାର ଗୋଟେ ସଂଜ୍ଞା ନିର୍ଣ୍ଣୟ କରିବା। ତଥାପି ଯୋଗାଯୋଗ କ'ଣ? ଯୋଗାଯୋଗର ପରିଭାଷା ସମ୍ପର୍କରେ ସାମାନ୍ୟ ସୂଚନା ପ୍ରଦାନ ପୂର୍ବକ ଯୋଗାଯୋଗର ପ୍ରତିକ୍ରିୟା ସ୍ଥିର ଧାରଣା ଦିଆଯାଇପାରେ। ତାର ସ୍ଥିର, ତାର ମାନେ ପରମାନେଣ୍ଟ ନାହିଁ, ତାର ଟେମ୍ପୋରାରୀ ଧାରଣା ଦିଆଯାଇପାରେ।